ଜୟ ଶ୍ରୀରାମ ଜୟ ହନୁମାନ। ଆପଣମାନଙ୍କୁ ଏମ୍କେଡି ନ୍ୟୁଜ୍କୁ ସ୍ୱାଗତ ଜଣାଉଛି। ଆଜି ହେଉଛି 5 ଜୁଲାଇ ଶନିବାର। ଆଜିର କିଛି ନ୍ୟୁଜ୍ ଅପଡେଟ୍ ବିଷୟରେ ଜାଣିବା। ମୋ ସହିତ ଯୋଡ଼ି ହୋଇ ରହିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ କ୍ଲିକ୍ କରନ୍ତୁ। ଆସନ୍ତୁ ଆଜିର କିଛି ନ୍ୟୁଜ୍ ଅପଡେଟ୍ ବିଷୟରେ ଜାଣିବା। ଶ୍ରୀଲଙ୍କା କଚ୍ଚାଥିବୁ ଦ୍ୱୀପ ଛାଡ଼ିବ ନାହିଁ, କୂଟନୈତିକ ଉପାୟ ଚାଲିଛି। କଚ୍ଚାଥିବୁ ଦ୍ୱୀପ ବିବାଦକୁ ନେଇ ଶ୍ରୀଲଙ୍କା ସରକାର ଏକ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି। ଏହି ଦ୍ୱୀପ ଛାଡ଼ିବାର କୌଣସି ଯୋଜନା ନାହିଁ। ବୈଦେଶିକ ମନ୍ତ୍ରୀ ବିଜିତା ହେରାତ କହିଛନ୍ତି, ଏହି ବିବାଦର ସମାଧାନ ପାଇଁ ଆମେ କୂଟନୈତିକ ପଥକୁ ବାଛିଛୁ, କିନ୍ତୁ ଶ୍ରୀଲଙ୍କା କଚ୍ଚାଥିବୁକୁ ଛାଡ଼ିବାକୁ କେବେ ରାଜି ହେବ ନାହିଁ। ଏହି ଦ୍ୱୀପ 1974-76 ମଧ୍ୟରେ ଭାରତ ଶ୍ରୀଲଙ୍କା ଚୁକ୍ତି ଅନୁଯାୟୀ ଶ୍ରୀଲଙ୍କାକୁ ହସ୍ତାନ୍ତର କରାଯାଇଥିଲା। ଏଲନ୍ ମସ୍କଙ୍କୁ ତେଜ ଉପଦେଶ। ବାପା କହିଲେ ଟ୍ରମ୍ପଙ୍କୁ ଶୁଣ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଟେସ୍ଲା ସିଇଓ ଏଲନ୍ ମସ୍କଙ୍କ ମଧ୍ୟରେ ଚାଲିଥିବା ତୀବ୍ର ବିବାଦ ଉପରେ ଏଲନ୍ଙ୍କ ବାପା ଏରୋନ୍ ମସ୍କ ମଧ୍ୟ ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଟ୍ରମ୍ପ କ'ଣ କହୁଛନ୍ତି ସେଥିରେ ଶୁଣିବା ଦରକାର। କଥା ଆରମ୍ଭ କରିବା ପୂର୍ବରୁ ତାଙ୍କ ଦୃଷ୍ଟିକୋଣ ବୁଝିବା ଉଚିତ। ଏହାପରେ ସେ ଏଲନ୍ଙ୍କ ପକ୍ଷରେ ଦାଖଲ ହୋଇ କହିଛନ୍ତି, ମୋ ପୁଅ କୌଣସି ମୂଢ଼ କିମ୍ବା ଅସାର ବ୍ୟକ୍ତି ନୁହେଁ। ସେ ମନ ଖୋଲି କଥା ହେବାକୁ ଚାହେଁ। ଏହା ହିଁ ଭଲ ପଥ। ଏହି ବିବାଦର ମୂଳ କେନ୍ଦ୍ର ହେଉଛି ଟ୍ରମ୍ପଙ୍କ ବିଗ୍ ବ୍ୟୁଟିଫୁଲ୍ ବିଲ୍ କମେଣ୍ଟ, ଯାହାକୁ ନେଇ ଏଲନ୍ ମସ୍କ ସମାଲୋଚନା କରିଥିଲେ। ଭାଇରାଲ ହେଲା ବ୍ୟାଙ୍କ ଲୁଟ୍ର ଲାଇଭ୍ ଫୁଟେଜ। ଜେମାଦେଇପୁର ଇଣ୍ଡିଆନ୍ ବ୍ୟାଙ୍କରେ ଆତଙ୍କ। ନୟାଗଡ଼ ଜେମାଦେଇପୁରରେ ଥିବା ଇଣ୍ଡିଆନ୍ ବ୍ୟାଙ୍କରେ ଘଟିଥିବା ଆକ୍ରମଣ ଓ ଲୁଟ୍ ଘଟଣାର ସିସିଟିଭି ଭିଡ଼ିଓ ସାମାଜିକ ମାଧ୍ୟମରେ ଭାଇରାଲ ହେଉଛି। ଘଟଣାଟି ଘଟିଥିଲା ସନ୍ଧ୍ୟା 5ଟା ସମୟରେ, ଯେତେବେଳେ 5ରୁ 7 ଜଣ ଲୁଟେରା କଳା ପଲ୍ସର ବାଇକ୍ରେ ଆସି ବ୍ୟାଙ୍କର ସୁରକ୍ଷା କର୍ମୀ ଓ କର୍ମଚାରୀମାନଙ୍କ ଉପରେ ହମଲା କରି ଲକ୍ଷାଧିକ ଟଙ୍କା ଲୁଟି ନେଇ ଚମ୍ପଟ ହୋଇଯାଆନ୍ତି। ଏହି ମାମଲା ସମ୍ବନ୍ଧରେ ବ୍ୟାଙ୍କ ମ୍ୟାନେଜର ଦ୍ୱାରା ନୟାଗଡ଼ ଟାଉନ୍ ଥାନାରେ ଅଭିଯୋଗ ଦାଖଲ କରାଯିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ ଦେଖି ଆକ୍ରମଣକାରୀମାନଙ୍କ ଗତିବିଧି ଓ ଚିହ୍ନଟ ଚେଷ୍ଟା ଚାଲିଛି। ମାଲଦ୍ୱୀପର ସ୍ୱାଧୀନତା ଦିବସରେ ମୁଖ୍ୟ ଅତିଥି ହେବେ ପିଏମ୍ ଶ୍ରୀ ମୋଦି। ରାଷ୍ଟ୍ରପତି ମୁଇଜୁ ଦେଲେ ନିମନ୍ତ୍ରଣ। ଜୁଲାଇ 26 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ମାଲଦ୍ୱୀପର ସ୍ୱାଧୀନତା ଦିବସ ସମାରୋହ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଛି। ଏପରି ଏକ ରିପୋର୍ଟ ସାମ୍ନାକୁ ଆସିଛି। ମାଲଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ପକ୍ଷରୁ ଏହି ନିମନ୍ତ୍ରଣ ଦିଆଯାଇଛି। ଉଲ୍ଲେଖନୀୟ ଯେ, ଗତ ବର୍ଷ ମାଲଦ୍ୱୀପର କିଛି ସାଂସଦ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଆପତ୍ତିଜନକ ଟିପ୍ପଣୀ କରିଥିଲେ, ଯାହାପରେ ଦୁଇ ଦେଶ ମଧ୍ୟରେ ଭାବନାତ୍ମକ ଦୂରତା ସୃଷ୍ଟି ହୋଇଥିଲା। ଏହାପରେ ମୁଇଜୁ ତାଙ୍କ ନବନିର୍ବାଚିତ ପଦ ଅଭିଗ୍ରହ ପରେ 2023 ଅକ୍ଟୋବରରେ ଭାରତ ଗସ୍ତରେ ଆସି ଦ୍ୱିପକ୍ଷୀୟ ସମ୍ପର୍କକୁ ମଜବୁତ କରିବା ପ୍ରୟାସ କରିଥିଲେ। ଶୁକ୍ରବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଫିଲ୍ଡିଂ ବେଳେ ଶୁଭମନ ଗିଲଙ୍କ ମୁଣ୍ଡରେ ବଲ୍ ବାଜିଥିଲା। ତୁରନ୍ତ ଫିଜିଓ ଟିମ୍ ଆସି ପରୀକ୍ଷା କଲେ। ଗୁରୁତର ଚୋଟ ନଥିବା ଜଣାପଡ଼ିଛି। ଝାରସୁଗୁଡ଼ାରେ ଏକାଧିକ ଦୋକାନରେ ଚୋରି, ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ। ଗୁରୁବାର ରାତିରେ ଝାରସୁଗୁଡ଼ା ସହରର ଏକ ଲୁହା ଗୋଦାମ, ଜୋତା ଦୋକାନ ଓ ଶିବମ୍ କଲେକ୍ସନ ସମେତ କେତେକ ଦୋକାନରେ ଅଜଣା ଚୋର ଦଳ ଚୋରି କରି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ନେଇଛନ୍ତି। ଆଜି ସକାଳେ ଦୋକାନ ଖୋଲିବା ସମୟରେ ଏହି ଘଟଣା ଘଟିଥିଲା। ଦୋକାନର ମାଲିକମାନେ ପୋଲିସକୁ ଅଭିଯୋଗ ଦେଇଛନ୍ତି ଏବଂ ତଦନ୍ତ ଆରମ୍ଭ ହୋଇଛି। ଉତ୍ତରାଖଣ୍ଡର ନୈନିତାଲରେ ଛୁଟି କାଟିବାକୁ ଗଲାବେଳେ ଭାରତୀୟ ବାୟୁସେନାର 2 ଯବାନ ଜଳାଶୟରେ ଗାଧୋଉଥିବା ସମୟରେ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ମୃତ ଯବାନମାନେ ହେଲେ ପଞ୍ଜାବର ପ୍ରିନ୍ସ ଯାଦବ 22 ବର୍ଷ ଓ ବିହାରର ସାହିଲ କୁମାର 23 ବର୍ଷ। ସୂଚନା ଅନୁଯାୟୀ ସେମାନେ ବାୟୁସେନାର ଅନ୍ୟ 6 ଯବାନ ଫିମେଲ ମିଶାଇ ଟୁର୍ ଯାତ୍ରାରେ ଥିଲେ। ଏହି ଘଟଣାର ତଦନ୍ତ ସ୍ଥାନୀୟ ପୋଲିସ କରୁଛି। 80 ବର୍ଷ ବୟସରେ ଆକାଶକୁ ଛୁଇଁଲେ ଶ୍ରଦ୍ଧା। ଭାରତର ସବୁଠାରୁ ବୟସ୍କ ମହିଳାଙ୍କ ସ୍କାଏ ଡାଇଭିଂ ରେକର୍ଡ। ହରିୟାଣାର ଡାକ୍ତର ଶ୍ରଦ୍ଧା ଚୌହାନ ତାଙ୍କ 80ତମ ଜନ୍ମଦିନରେ 10,000 ଫୁଟ ଉଚ୍ଚରୁ ସ୍କାଏ ଡାଇଭିଂ କରି ଏକ ଅଦ୍ଭୁତ ରେକର୍ଡ କରିଛନ୍ତି।
ସେ ସବୁଠାରୁ ବୟସ୍କ ଭାରତୀୟ ମହିଳା ଭାବରେ ଏହି ସାହସିକ କାର୍ଯ୍ୟ କରିଛନ୍ତି। ଭର୍ଟିଗୋ, ସ୍ପଣ୍ଡିଲାଇଟିସ୍ ଓ ଡିସ୍କ ସମସ୍ୟା ଥିବା ସତ୍ତ୍ୱେ ଶ୍ରଦ୍ଧାଙ୍କ ଦୃଢ଼ ଇଚ୍ଛାଶକ୍ତି ଏବଂ ସାହସର ଏହା ଉଦାହରଣ। ସେ ତାଙ୍କ ପୁଅ ବ୍ରିଗେଡିୟର ସୌରଭ ସିଂ ଶେଖାୱତଙ୍କ ସହ ସ୍କାଇଡାଇଭିଂ କରିଥିଲେ। 8 ତାରିଖରେ ବିଜେପି ରାଜ୍ୟ ସଭାପତି ଘୋଷଣା। ନଜର ପଡ଼ିଛି କିଏ ହେବ ନୂଆ ମୁଖ୍ୟ। ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା ଏବେ ଆଖି ଆଗରେ। ଦଳର ରାଜ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ପ୍ରତାପ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ଯେ ଜୁଲାଇ 6ରେ ବିଜ୍ଞପ୍ତି ପ୍ରକାଶ, 7ରେ ନାମାଙ୍କନ ଦାଖଲ ଓ 8ରେ ଭୋଟ ଓ ଫଳାଫଳ ଘୋଷଣା ହେବ। ଏହି ନିର୍ବାଚନ ପୂର୍ବରୁ ଜୁଲାଇ 1ରେ ହେବାକୁ ଥିଲା, କିନ୍ତୁ ପୁରୀ ଦଳଚକଟା ଘଟଣା ପାଇଁ ପଛକୁ କରାଯାଇଥିଲା। ଏବେ ଦଳର ନୂଆ ନେତୃତ୍ୱ କିଏ ହେବ ସେଥିପାଇଁ ସମସ୍ତଙ୍କର ଦୃଷ୍ଟି। ପୁରୀ ପାଇଁ ନୂଆ ଐତିହାସିକ ଘୋଷଣା। ମହାନଗର ନିଗମ ହେବ ଆଧ୍ୟାତ୍ମିକ ସହର। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ଯେ ଆଧ୍ୟାତ୍ମିକ ସହର ପୁରୀକୁ ଶୀଘ୍ର ମହାନଗର ନିଗମ ଭାବେ ଘୋଷଣା କରାଯିବ। ଲକ୍ଷାଧିକ ଭକ୍ତଙ୍କ ଦୈନିକ ଆଗମନ ଓ ସହରର ବୃହତ୍ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏହାସହ ବିଶ୍ୱସ୍ତରୀୟ ଶ୍ରୀଜଗନ୍ନାଥ ସଂଗ୍ରହାଳୟ, ପାଠାଗାର ଓ ଗବେଷଣା କେନ୍ଦ୍ର ପୁରୀରେ ସ୍ଥାପିତ ହେବ ବୋଲି ସିଏମ୍ ମାଝୀ କହିଛନ୍ତି। 6 ଜୁଲାଇରେ ବନ୍ୟା ଜଳ ନିଷ୍କାସନ। ସମ୍ବଲପୁରରେ ଲୋକଙ୍କୁ ଡାକବାଜି ମାଧ୍ୟମରେ ସଚେତନ କଲା ପ୍ରଶାସନ। ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ 6 ଜୁଲାଇରେ ହୀରାକୁଦ ଜଳଭଣ୍ଡାରରୁ କରାଯିବ। ଏହା ପୂର୍ବରୁ ସମ୍ବଲପୁର ସହରବାସୀଙ୍କୁ ସଚେତନ କରାଯାଇଛି। ମହାନଦୀ ଉପକୂଳ ଅଞ୍ଚଳ, ରିଙ୍ଗ ରୋଡ ଏବଂ ଅନ୍ୟାନ୍ୟ ସ୍ଥାନରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ପୂର୍ବ ସୂଚନା ଦିଆଯାଉଛି। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଜଳସ୍ତର ବୃଦ୍ଧି ସମୟରେ ଜନମାନସର ସୁରକ୍ଷା ସୁନିଶ୍ଚିତ କରିବା। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ଜଲାପୁଟ ଗ୍ରାମବାସୀ ଆର୍ଆଇ ଓ ଏଆର୍ଆଇ ଦ୍ୱାରା ଅନୁଚିତ ଭାବେ ଟଙ୍କା ମାଗିବା ଅଭିଯୋଗ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବିପତ୍ର ଦାଖଲ କରିଛନ୍ତି। ସେମାନେ କହିଛନ୍ତି ଜମି ସାର୍ଟିଫିକେଟ୍ ପାଇଁ 200 ଟଙ୍କା, ପଟ୍ଟା ପରିବର୍ତ୍ତନ ପାଇଁ 1000 ଟଙ୍କା ଓ ମାପଚୁପ ପାଇଁ 500 ଟଙ୍କା ଦାବି କରାଯାଉଛି। ପ୍ରଥମେ ତହସିଲଦାରଙ୍କୁ ଅଭିଯୋଗ ଦେଲେ ମଧ୍ୟ ସମାଧାନ ନ ମିଳିବାରୁ ସେମାନେ ଏବେ ଉଚ୍ଚ ଅଧିକାରୀଙ୍କୁ ଆଶ୍ରୟ କରିଛନ୍ତି। ମଥୁରା କୃଷ୍ଣ ଜନ୍ମଭୂମି ଇଦଗାହ ମାମଲାରେ ହିନ୍ଦୁ ପକ୍ଷ ଦ୍ୱାରା ଦାଖଲ ହୋଇଥିବା ଦାବିକୁ ଆହ୍ଲାବାଦ କୋର୍ଟ ଖାରଜ କରିଦେଇଛନ୍ତି। ହିନ୍ଦୁ ପକ୍ଷ ଦାବି କରିଥିଲେ ଯେ ସାହି ଇଦଗାହ ବିବାଦୀୟ ଢାଞ୍ଚା ଉପରେ ତିଆରି। ପୂର୍ବରୁ ଏଠାରେ ମନ୍ଦିର ଥିଲା, କିନ୍ତୁ ଏହା ପାଇଁ କୌଣସି ପ୍ରମାଣ ନଥିବା ଦେଖି ହାଇକୋର୍ଟ ଏହି ଦାବି ଖାରଜ କରିଛନ୍ତି। ତେଲେଙ୍ଗାନା ରାସାୟନିକ କାରଖାନା ବିସ୍ଫୋରଣରେ ମୃତ 8 ଓଡ଼ିଆଙ୍କ ପରିବାରକୁ 10 ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ରାଜ୍ୟ ସରକାର ଏକ ଦଳକୁ ଉଦ୍ଧାର ଓ ଚିକିତ୍ସା ପାଇଁ ପଠାଇ ଅପରେସନ ସିନ୍ଦୁରକୁ ନେଇ ଭାରତୀୟ ସେନା ଡେପୁଟି ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ ଲେଫ୍ଟନାଣ୍ଟ ଜେନେରାଲ ରାହୁଲ ଆର୍ ସିଂ କହିଛନ୍ତି ଯେ ଏଥିରେ ଭାରତ ସାମନାରେ 3 ଶତ୍ରୁ ଥିଲେ: ପାକିସ୍ତାନ, ଚୀନ ଓ ତୁର୍କୀ। ପାକିସ୍ତାନ ସାଧାରଣ ବିରୋଧୀ ଥିଲେ। ଚୀନ ସାହାଯ୍ୟ ଦେଉଥିଲା ଓ ତୁର୍କୀ ସମର୍ଥନ କରୁଥିଲା। ବର୍ଷାର ପରିମାଣରେ ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇ 630.2 ମିଟରକୁ ପହଞ୍ଚିଛି। ଏହି ସ୍ତର ଗତ ବର୍ଷ ତୁଳନାରେ 9% ଅଧିକ। ଜଳଭଣ୍ଡାର କ୍ଷମତା 642 ମିଟର ହୋଇଥିବା ବେଳେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ଜରୁରୀ ବିଭାଗକୁ ସୂଚନା ଦିଆଯାଇଛି। ଆମେରିକା ସଂସଦରେ ବିଗ୍ ବିୟୁଟିଫୁଲ ବିଲ୍ ପାସ୍। ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଏକ ବଡ଼ ସଫଳତା ଭାବରେ ଟିକସ ଓ ଖର୍ଚ୍ଚ ବିଲ୍ ପାରିତ ହୋଇଛି। ଏହି ବିଲ୍ ଇମିଗ୍ରେସନ ନୀତିକୁ ସମର୍ଥନ କରିବ ଓ ଦେଶର ଋଣରେ $3.4 ଟ୍ରିଲିୟନ ଯୋଡ଼ିବ। ଓଏସ୍ ଅଧିକାରୀମାନେ କାର୍ଯ୍ୟକୁ ଫେରିଲେ। ବିଏମ୍ସି ଅଧିକାରୀ ଉପରେ ଆକ୍ରମଣ ପରେ 3 ଦିନ ଧରି ଚାଲିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଥମିଛି। ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଗିରଫ ହେବା ପରେ ଅଧିକାରୀମାନେ କାର୍ଯ୍ୟକୁ ଫେରିଛନ୍ତି। ଅଫିସ କାର୍ଯ୍ୟ ସ୍ୱାଭାବିକ ହୋଇଛି। ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଆକ୍ସିଅମ୍-4 ମିଶନରେ ଜୁନ୍ 25ରୁ ମହାକାଶରେ ଅଛନ୍ତି। ସେ ବୁଧବାର ଛୁଟି ଦିନରେ ପରିବାର ସହ କଥା ହେଲେ। ସେମାନେ 113ଟି ପୃଥିବୀର ପରିକ୍ରମା ସମ୍ପୂର୍ଣ୍ଣ କରିଛନ୍ତି ଓ ପୁଣି ଗବେଷଣା ଆରମ୍ଭ କରିଛନ୍ତି। ଭାରତୀୟ ନୌସେନାରେ ଆସ୍ଥା ପୁନିଆ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ। ଶରଧାବାଲି ଦଳାଚକଟା ଘଟଣା ସମ୍ପର୍କରେ ତଦନ୍ତ କମିଟି ଅଧ୍ୟକ୍ଷା ଅନୁ ଗର୍ଗ
ଜନସାଧାରଣଙ୍କୁ ଘଟଣା ସମୟର ଭିଡ଼ିଓ ପଠାଇବାକୁ ଅନୁରୋଧ କରିଛନ୍ତି। ଭିଡ଼ିଓ ପୁରୀ ଟ୍ରାଜେଡି .inquiry@odisha.gov.in କୁ ପଠାଇବା ପାଇଁ କହିଛନ୍ତି। ଭିଡ଼ିଓ ତଦନ୍ତ କରିବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି। ପୁରୀରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ଜଙ୍ଗଲ ଅନୁମତିକୁ ପରିବେଶ ମନ୍ତ୍ରାଳୟ FSC ସ୍ଥଗିତ କରିଛି। ଏଥିରେ ଅଲିଭ୍ ରିଡ୍ଲେ କଇଁଛ, ଡଲଫିନ୍, ପକ୍ଷୀ ଓ 13,000 ଗଛ ଉପରେ ନେଗେଟିଭ୍ ପ୍ରଭାବ ନେଇ ଚିନ୍ତା। 2019ରେ ବିସ୍କୁଟରେ ପୋକ ମିଳିବା ଘଟଣାରେ ଗ୍ରାହକଙ୍କ ଅଭିଯୋଗ ଉପରେ ମୁମ୍ବାଇ ଉପଭୋକ୍ତା ଆୟୋଗ ବ୍ରିଟାନିଆକୁ 1.5 ଲକ୍ଷ ଓ ଦୋକାନୀକୁ 25,000 ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସାବିତ ହୋଇଛି ବିସ୍କୁଟ ଖାଦ୍ୟଯୋଗ୍ୟ ନୁହେଁ। ଆକ୍ସିୟମ୍ 4 ମିଶନରେ ମହାକାଶରେ ଥିବା ଶୁଭ୍ରାଂଶୁ ଶୁକ୍ଲା ନିଜ ଅଭିଜ୍ଞତା ସ୍କୁଲ ପିଲାମାନଙ୍କ ସହ ଭାଗ କରିଛନ୍ତି। ପିଲାମାନେ ଖାଦ୍ୟ, ଶୟନ, ରୋଗ ଆଦି ବିଷୟରେ ପ୍ରଶ୍ନ କଲେ। ସେ ସବୁର ସରଳ ଓ ରୋଚକ ଉତ୍ତର ଦେଲେ। ଆଜିର ନ୍ୟୁଜ୍ ଅପଡେଟ୍ଟି ଆପଣଙ୍କୁ ଇନଫର୍ମେଟିଭ୍ ଲାଗିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଲାଇକ୍, ସେୟାର ଆଣ୍ଡ କମେଣ୍ଟ କରନ୍ତୁ। ଜୟ ଶ୍ରୀରାମ, ଜୟ ହନୁମାନ।